ओम नमो भगवते वासुदेवाय। हरे कृष्ण। ହଉ ଠିକ ଅଛି, ଷ୍ଟାର୍ଟ କରିବା। ସମୟ ହେଇଗଲା। ଆମେ ଇସ୍କନ ସାଲେପୁର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଆଉ ଆମର ପ୍ରତ୍ୟେକ ଦିନ ଶ୍ରୀମଦ ଭାଗବତ କ୍ଲାସରେ କ୍ଲାସକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ତେଣୁ ଆମେ ଆଜି ତୃତୀୟ ନମ୍ବର ଶ୍ଲୋକ ଆରମ୍ଭ କରିବା। ତେଣୁ ତୃତୀୟ ନମ୍ବର ଶ୍ଲୋକ ହେଉଛି ଯସ୍ୟାବୟବ ସଂସ୍ଥାନୈଃ କଳ୍ପିତ ଲୋକ ବିସ୍ତରଃ ତଦବୈ ଭଗବतो ରୂପଂ ବିଶୁଦ୍ଧଂ ସତ୍ତ୍ୱମୂର୍ଜିତମ୍ ଯସ୍ୟାବୟବ ସଂସ୍ଥାନୈଃ कल्पितो लोक विस्तरः तदवै भगवतो रूपं विशुद्धं सत्तमोदितं। शब्दानुवाद। जस्य ଯାହାର ଅବୟବ ଶରୀର ବିସ୍ତାର ସଂସ୍ଥା ନେଇ ସ୍ଥିତ କଳ୍ପିତ ଲୋକ ଅଧିବାସୀ ମାନଙ୍କର ଅଭ୍ୟାସ୍ଥାନ ଲୋକ ବା ଗ୍ରହ ବିସ୍ତର ବିଭିନ୍ନ ପ୍ରକାର ତଦବୈ କିନ୍ତୁ ତାହା ହିଁ ଅଟେ ଭଗବତ ପରମ ପୁରୁଷ ଭଗବାନଙ୍କର ରୂପ ବିଶୁଦ୍ଧଂ ବିଶୁଦ୍ଧ ସତ୍ୱଂ ସ୍ଥିତି ବା ଅସ୍ତିତ୍ୱ ଊର୍ଜିତମ୍ ଚମତ୍କାର। ଅନୁବାଦ। ଏହି ଧାରଣା କରାଯାଉଛି କି ସମସ୍ତ ଗ୍ରହମଣ୍ଡଳ ପୁରୁଷଙ୍କର ବିରାଟ ଶରୀର ଅବସ୍ଥିତ, କିନ୍ତୁ ତାଙ୍କ ସୃଷ୍ଟ ଭୌତିକ ତତ୍ତ୍ୱ ସହିତ ତାଙ୍କର କୌଣସି ସମ୍ବନ୍ଧ ନଥାଏ। ତାଙ୍କର ଶରୀର ଆଧ୍ୟାତ୍ମିକ ସତ୍ତାରେ ନିତ୍ୟ ମହିମାନ୍ୱିତ ହୋଇ ରହିଥାଏ। ହରେ କୃଷ୍ଣ। ବର୍ତ୍ତମାନ ଆମର ତୃତୀୟ ଶ୍ଲୋକରେ ଆମେ ପହଞ୍ଚିଛେ, ପଦାର୍ପଣ କରିଛେ ତୃତୀୟ ଅଧ୍ୟାୟର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟର। ଏଇଠି ଆମର ଚାଲିଛି ବର୍ତ୍ତମାନ ପୁରୁଷାବତାର ସମ୍ବନ୍ଧରେ ଚାଲିଛି। ପୁରୁଷାବତାର ସମ୍ବନ୍ଧରେ ପ୍ରଶ୍ନ ପଚାରିଛନ୍ତି, ତାର ଉତ୍ତର ଦେଇ ଚାଲିଛନ୍ତି କିଏ ସୁତ ଗୋସ୍ୱାମୀ ସୌନକାଦି ମୁନିମାନେ। ଏଇଠି ଚତୁର୍ଥ ପ୍ରଶ୍ନ। ତାପରେ ଏଇଠି କହୁଛନ୍ତି ଯେ ଏହିପରି ଧାରଣା କରାଯାଉଛି କି ଗୋଟିଏ ଧାରଣା ପ୍ରତ୍ୟେକ ଜିନିଷ ଉପରେ ପ୍ରତ୍ୟେକ ବସ୍ତୁ ଉପରେ ଧାରଣା ଆସିବା ଦରକାର, ତାପରେ ସେଟା କଣ ହବ ଧେୟ ହବ। ପ୍ରଥମେ ଧାରଣା ନଦେଲେ ଧେୟ ହେଇପାରିବନି। କୌଣସି ବସ୍ତୁରେ ପ୍ରବିଷ୍ଟ କରିବାକୁ ହେଲେ ଧେୟ ଦରକାର, ଧାରଣା ଦରକାର, ସମ୍ବନ୍ଧୀୟ ଜ୍ଞାନ। ଧାରଣା ମାନେ ସମ୍ବନ୍ଧୀୟ ଜ୍ଞାନ ଦରକାର। ତାପରେ ତାହା ମୋର କଣ ତାହା ମୋ ପାଇଁ ଉପଯୋଗୀ ବା ଅନୁପଯୋଗୀ, ଏଇ ଯୋଉ କଥାକୁ କୁହା କଣ କରିବ ଚିନ୍ତା ଯେ ବିଭିନ୍ନ ପୁରୁଷାବତାରରେ କଣ ନିଜକୁ ବିସ୍ତୃତ କରୁଛନ୍ତି। ସେ ପୁରୁଷାବତାରର ଯେ କଣ କୁହନ୍ତି ବିରାଟ ପୁରୁଷକୁ ଧାରଣା ବର୍ତ୍ତମାନ ବିରାଟ ପୁରୁଷଙ୍କର ଧାରଣା କରୁଛନ୍ତି। ସେ କହୁଛନ୍ତି ଏହିପରି ଧାରଣା କରାଯାଉଛି କି ଧାରଣା କରାଯାଉଛି କି ସମସ୍ତ ଗ୍ରହମଣ୍ଡଳ ପୁରୁଷଙ୍କର ବିରାଟ ଶରୀର ଅବସ୍ଥିତ। ସେଇ ବିରାଟ ପୁରୁଷଙ୍କର ବିରାଟ ଶରୀର ଅବସ୍ଥିତ ଏବଂ କିନ୍ତୁ ତାଙ୍କ ସୃଷ୍ଟ ଭୌତିକ ତତ୍ତ୍ୱ ସହିତ ଯଦି ବା ସିଏ କଣ ହଉଛି ତାଙ୍କ ଶରୀର ସମୟରେ ଅବସ୍ଥାନ କରୁଛନ୍ତି, ତଥାପି ତାଙ୍କର ସୃଷ୍ଟ କଣ ଯୋଉ ଭୌତିକ ତତ୍ତ୍ୱ ଗୁଡ଼ିକ ଅଛି, ଭୌତିକ ଉପାଦାନ ଗୁଡ଼ିକ ଅଛି, ତା ସହିତ ସେ କଣ କରୁଛନ୍ତି ନା ସମ୍ବନ୍ଧିତ ନୁହନ୍ତି। ତେଣୁ ଆପଣ ମାନେ କେବେ ହେଲେ ଭାବିବେନି ଏଇଟା କିନ୍ତୁ ସମ୍ଭବ। ଯଥା ଯେ ସେ ତାଙ୍କ ଦେହରେ ଅବସ୍ଥାନ କରୁଛନ୍ତି କିନ୍ତୁ ଏତେ ସଂଶ୍ଳିଷ୍ଟ ନୁହନ୍ତି। ଇଏ ହଉଛି କଣ ଭଗବାନଙ୍କ ସ୍ଥିତି ଦିବ୍ୟ ସ୍ଥିତି। ତେଣୁ ଦିବ୍ୟ ସ୍ଥିତିର ହଉଛି ମାନେ ଅଚିନ୍ତ୍ୟ ତାଙ୍କର ଶକ୍ତି। ସେ ଅଚିନ୍ତ୍ୟ ଶକ୍ତି ମାଧ୍ୟମରେ ସେ ସେଥିରେ ଥିବେ ଏବଂ ନଥିବେ। କିନ୍ତୁ ଆମେ କଣ କରୁଛୁ, ଆମର ଚିନ୍ତ୍ୟ ଶକ୍ତି ବା ଭୌତିକ ଶକ୍ତି, ଆମର ଭୌତିକ ଶକ୍ତି ମାଧ୍ୟମରେ କଣ କରୁଛେ ଆମେ ଅନ୍ୟକୁ ପରିମାପ କରୁଛେ। ସେଥିପାଇଁ ଆମ ମନରେ ସନ୍ଦେହ ହେଇପାରେ। ଭୌତିକ ଆମେ ଯୋଉ ସ୍ଥିତିରେ ଅଛେ ସେଇ ସ୍ଥିତି ନେଇକି ଭଗବାନ ପରିମାପ କଲେ ସବୁ ଓଲଟା ଫଳ ଆସିବ। ତେଣୁ ଏଠି କହୁଛନ୍ତି ଭାବ ଆଚାର୍ଯ୍ୟ ପ୍ରଭୁପାଦ କଣ କହୁଛନ୍ତି ଶୁଣନ୍ତୁ। ଅଦ୍ୱୈତ ଭଗବାନଙ୍କ ବିରାଟ ରୂପ ବା ବିଶ୍ୱରୂପ ଧାରଣା ନବ୍ୟ ବା ନୂଆ ଦୀକ୍ଷିତ ବା ନବାଗତ ଭକ୍ତଙ୍କୁ ଉଦ୍ଦିଷ୍ଟ। କାରଣ ସେମାନେ ଭଗବାନଙ୍କର ଦିବ୍ୟ ସ୍ୱରୂପକୁ ସହଜରେ ହୃଦୟ କରିପାରିବେ ନାହିଁ।
କାହିଁକି ଏପରି ଗୋଟେ ବିରାଟ ଧାରଣା ଦିଆଯାଇଛି? କାହିଁକି ଦିଆଯାଇଛି? ନାଗତ ଭକ୍ତ ତାର ସବୁ ସବୁ ଉଲ୍ଟା ପୁଲ୍ଟା କଥା ଥାଏ ନୂତନ ନା, ତାର କିଛି କ'ଣ ହୁଏନି, ତାର କିଛି ଜ୍ଞାନ ବିଶେଷ ଉଦୟ ହେଇନି, ସେ ଦେଖୁଛି ଭୌତିକ ଶକ୍ତି ମାଧ୍ୟମରେ, ଭୌତିକ ଶକ୍ତି ମାଧ୍ୟମରେ ଚାହୁଁଛି ସେ କ'ଣ କରିବା ପାଇଁ, ପରିମାପ କରିବା ପାଇଁ। ସବୁ ଜିନିଷ ସେ ଭୌତିକ ଶକ୍ତି ମାଧ୍ୟମରେ ପରିମାପ କରିବ, ସେଇଟା ସେ ଚାହୁଁଛି। ସେଥିପାଇଁ ତାକୁ କ'ଣ କରୁଛି ନା ବିଶ୍ୱରୂପ ଧାରଣା ଦିଆଯାଇଛି। ଯଦି ତାକୁ ନ ଦିଆଯିବ, ଏଇ ଧାରଣା ନ ଦିଆଯିବ, ସେ କେବେ ଭଗବାନ ଚିରିବ, ସେ ତୁ କ'ଣ କରିବୁ, ହଠାତ୍ ଉପଲବ୍ଧି କରିପାରିବ, ସେଟା ଉଲ୍ଟା ବୁଝିବ, ପୁରା ଉଲ୍ଟା ବୁଝିବ। ସେଥିପାଇଁ ତାକୁ ଦିଆହେଇଛି ଏଇଟା। ରୂପ କହିଲେ ସେମାନେ ପ୍ରାକୃତ ଜଗତର କୌଣସି ବ୍ୟକ୍ତି ବା ବସ୍ତୁ ରୂପକୁ ହିଁ ବୁଝାଉଛନ୍ତି। ଦେଖନ୍ତୁ ଶିଳ ପ୍ରପାତ ବୁଝେଇଛନ୍ତି, ରୂପ କହିଲେ ସେମାନେ ପ୍ରାକୃତ ଜଗତର କୌଣସି ବ୍ୟକ୍ତି ବା ବସ୍ତୁର ରୂପକୁ ହିଁ ବୁଝୁଛନ୍ତି। ସେଇଥିପାଇଁ ପ୍ରାରମ୍ଭରେ ସେଇ ଅଦେୟ ବାପଙ୍କର କୌଣସି ବିରୋଧାତ୍ମକ ଧାରଣା ଆବଶ୍ୟକତା ଅଛି, ଯାହା ସେମାନଙ୍କର ଧ୍ୟାନ ଆକର୍ଷଣ କରି ଭଗବାନଙ୍କ ବିସ୍ତୃତ କ୍ଷମତା ଉପରେ କେନ୍ଦ୍ରୀଭୂତ କରିପାରିବ। ତେଣୁ ତେଣୁ କ'ଣ କରିବ ନା, ତାଙ୍କୁ ଗୋଟେ କିଛି ଗୋଟେ ଧାରଣା ଦେବାକୁ ପଡ଼ିବ ନବାଗତ ଭକ୍ତ। ପୂର୍ବରୁ କୁହାଯାଇଛି ଯେ ଭଗବାନ ମହତ୍ତ୍ୱ ରୂପରେ ନିଜର ଶକ୍ତି ବିସ୍ତାର କରନ୍ତି, ନିଜର ଶକ୍ତି ବିସ୍ତାର କରୁଥିଲେ ମହତ୍ତ୍ୱ ରୂପରେ। ଆଗରୁ କୁହାଯାଇଛି ଯେଉଁ ମହତ୍ତ୍ୱରେ ହିଁ ସମସ୍ତ ଭୌତିକ ଉପାଦାନ ଅଛି, ତେଣୁ ମହତ୍ତ୍ୱରେ ସମସ୍ତ ଭୌତିକ ଉପାଦାନ ଅଛି। ଆଚ୍ଛା, ମାତା ଆଉ ମାନେ ପିତା, ମାନେ ପୁରୁଷ ଏବଂ ସ୍ତ୍ରୀ, ପୁରୁଷ ପାଖରେ କ'ଣ ଅଛି? ତା ସଂଯୋଗ ଭିତରେ ପୁରୁଷର କ'ଣ ଅଛି? ପୁରୁଷର ଯୋଉ ଅଛି ମାନେ ଶକ୍ତି ଅଛି, ଯୋଉ ପୁରୁଷ ବୀର୍ଯ୍ୟରେ ଅଛି, କ'ଣ କୋଉ ଉପାଦାନ ଅଛି? ହାଡ଼। ହାଡ଼ ଆଦି ପୁରୁଷର କ'ଣ ଅଛି? ଉପାଦାନ ଅଛି। ହାଡ଼ ଆଦି ତିଆରି ହେବ। ପୁରୁଷ ବୀର୍ଯ୍ୟରେ କ'ଣ ଅଛି? ଏଇଗୁଡ଼ାକ ସୂକ୍ଷ୍ମ ଭାବରେ ଅଛି। ତାପରେ ସ୍ତ୍ରୀର ଅଛି କ'ଣ? ମାଂସ ଆଦି, ମାଂସ ସବୁ ଅଛି। ଉଭୟ ମିଶିଲେ କ'ଣ ଗୋଟେ ଭୌତିକ ଶରୀର ତିଆରି ହେବ। କିନ୍ତୁ ବହୁ ସମୟରେ ପୁରୁଷ ସ୍ତ୍ରୀର ରଜ ବୀର୍ଯ୍ୟର ମିଳନ ଘଟେ, କିନ୍ତୁ ସେଥିରେ କାହିଁକି ସନ୍ତାନ ସମ୍ଭବ ହୁଏ ନା? କାରଣ ସେଥିରେ ଆତ୍ମାର ପ୍ରବେଶ ହେଇନଥାଏ। ସେଭଳି ଭାବରେ ଯଦି ବା ଏ ଭୌତିକ ଉପାଦାନ ଗୁଡ଼ିକ ଅଛି, ଯେପର୍ଯ୍ୟନ୍ତ ଭଗବାନ ସେଥିରେ କ'ଣ କରୁଥିଲେ, ପ୍ରବିଷ୍ଟ ହେଇନାହାନ୍ତି ବା ସେମାନେ ଭଗବାନଙ୍କ ଶକ୍ତି ସନ୍ନିବିଷ୍ଟ ନ ହେଇଛି, ସେଗୁଡ଼ିକ କେବେ ହେଲେ କ'ଣ ହବନି, କ'ଣ ହବନି ନା ସଂଯୋଗ କ'ଣ ହବନି, କ'ଣ ହବନି, ବିସ୍ତାର ହବନି। ତେଣୁ ଭଗବାନ ସେଥିରେ କ'ଣ ନିଜ ଶକ୍ତି ପ୍ରବେଶ କରି ବିସ୍ତାର କରୁଛନ୍ତି। ଗୋଟିଏ ଦିଗରୁ ବିଚାର କଲେ ଜଣାଯାଏ ଯେ ଭଗବାନଙ୍କର ଶକ୍ତି ବିସ୍ତାର ଏବଂ ଭଗବାନ ଏକ। ଭଗବାନ ଶକ୍ତି ଭଗବାନ ଭିତରେ କିଛି ଫରକ ନାହିଁ, କାରଣ ଇଏ ଚିନ୍ମୟ ତତ୍ତ୍ୱ। ତାପରେ ବିଶେଷ କରି ବିରାଟ ରୂପର ଧାରଣା ବିଶେଷ କରି ନିର୍ବିଶେଷବାଦୀଙ୍କ ପକ୍ଷରେ ଏହିପରି ଭାବରେ ଭଗବାନଙ୍କର ଶାଶ୍ୱତ ରୂପ ଠାରୁ ଭିନ୍ନ ନୁହେଁ। ତେଣୁ ବିରାଟ ରୂପର ଧାରଣାଟା, ବିରାଟ ରୂପର ଯୋଉ ଧାରଣା କରାଯାଇଛି, ଗୋଟେ ମାନେ ମାନସିକ ସ୍ଥିତିକୁ କରାଯାଇଛି ବିଶେଷ କରି ନିର୍ବିଶେଷବାଦୀଙ୍କ ପକ୍ଷରେ। ଏହିପରି ଭାବରେ ଯିଏ ନିର୍ବିଶେଷବାଦୀ ସେମାନଙ୍କ ପକ୍ଷରେ ଏହିପରି ଭାବରେ ଭଗବାନଙ୍କର ଶାଶ୍ୱତ ରୂପ ଠାରୁ ଭିନ୍ନ ନୁହେଁ। ତେଣୁ ଭଗବାନ ଏ ଯୋଉ ବିରାଟ ରୂପ ଧାରଣା ଭଗବାନ ଶାଶ୍ୱତ ରୂପ ଭିନ୍ନ ନୁହେଁ। ତେଣୁ ସେଥିରୁ ସୂଚିତ ହେଉଛି ଯେ ଭଗବାନଙ୍କର ଶାଶ୍ୱତ ରୂପ ମହତ୍ ତତ୍ତ୍ୱର ସୃଷ୍ଟି ପୂର୍ବରୁ ଅଛି। ପ୍ରମାଣ ହେଉଛି ଯେ ମହତ୍ ତତ୍ତ୍ୱ ଆଗ ନୁହେଁ, ଆଗ ଭଗବାନଙ୍କ ଶରୀର, ତାପରେ ମହତ୍ ତତ୍ତ୍ୱ ସୃଷ୍ଟି ହେଇଛି। ଆଚ୍ଛା, ଏବଂ ଏଠାରେ ଜୋର ଦେଇ କୁହାଯାଇଛି ଯେ ଭଗବାନଙ୍କର ଶାଶ୍ୱତ ରୂପ ଭୂତ ପ୍ରକୃତିର ବହୁ ଉର୍ଦ୍ଧ୍ୱରେ। ଭଗବାନଙ୍କର ଶାଶ୍ୱତ ରୂପ ଅଛି, ଶାଶ୍ୱତ ଚିନ୍ମୟ ରୂପ ଭୂତ ପ୍ରକୃତି ଠାରୁ ବହୁତ ଉର୍ଦ୍ଧ୍ୱରେ। ଭୂତ ପ୍ରକୃତି ଅତି ମାନେ କ'ଣ, ତାର ସେ ବହୁତ ଉର୍ଦ୍ଧ୍ୱରେ। ଭୂତ ପ୍ରକୃତି ଯାହା କରୁଛି ସେ ଘଟୁଛି। ଭଗବାନଙ୍କର ସେହି ଦିବ୍ୟ ରୂପ ହିଁ ତାଙ୍କର ଅନ୍ତରଙ୍ଗା ଶକ୍ତି ବଳରେ ପ୍ରକଟିତ ହୁଏ। ଆଉ ସେ ଯୋଉ ଦିବ୍ୟ ରୂପଟା କେମିତି ହୁଏ? ନିଜର ଅନ୍ତରଙ୍ଗା ଶକ୍ତି। ବହିରଙ୍ଗା ଶକ୍ତି ହେଉଛି ଅନ୍ତରଙ୍ଗା ଶକ୍ତି ହେଲା। ଏବଂ ତାଙ୍କର ଯୋଉ ଅନନ୍ତ ଅବତାର ଅଛନ୍ତି, ସେମାନେ ମଧ୍ୟ ସର୍ବଦା ସେଇ ଦିବ୍ୟ ଗୁଣ ସମ୍ପନ୍ନ। ମହତ ତତ୍ତ୍ୱର କୌଣସି ସ୍ପର୍ଶ ସେମାନଙ୍କର ନଥାଏ। ଦେଖନ୍ତୁ ଏଠି ବି କହିଦେଉଛନ୍ତି ଯେ ମହତ୍ ତତ୍ତ୍ୱର କୌଣସି ସ୍ପର୍ଶ ତାଙ୍କ ପାଇଁ ନଥାଏ। କିନ୍ତୁ ଭଗବାନ ମହତ୍ ତତ୍ତ୍ୱକୁ ବିସ୍ତାର କରିକି ମଧ୍ୟ ସେ ମହତ୍ ତତ୍ତ୍ୱର ପ୍ରଭାବ ପଡ଼ୁଛି ତାଙ୍କ ଉପରେ, ସେମିତି ତାଙ୍କ ଅବତାର ମାନେ ସବୁ ମଧ୍ୟ ସେମିତି। ଅବତାର ମାନେ ଦିବ୍ୟ। କ୍ଲିୟର? ନେକ୍ସଟ ଶ୍ଲୋକ ଯିବା। ପଶ୍ୟନ୍ତଦୋରୂପମ୍ ଅଭଦ୍ରଚକ୍ଷୁଷା ସହସ୍ରପାଦ ଉରୁଭୁଜାନନାଦ୍ଭୁତମ୍
सहस्रमूर्ध्य श्रवणाखिनासिकं सहस्रमल्लम्बर कुण्डललस कुण्डललसतं लसत् सरि पश्यन्त अद्य रूपम् अभद्र चक्षुषा अभद्र चक्षुषा अभद्र अधर्व सॉरी अधर्व चक्षुषा सॉरी पसंत अद्यो रूपम अधर्व चक्षुषा अभद्र माने पूर्ण तेणु सहस्र पाद हाँ तार शब्द अनुवाद पश्यन्ति मान देखुचंती अधः पुरुष रूपକୁ रूपम रूप अधर्व माने पूर्ण चक्षुषा चक्षुरे सहस्र पाद सहस्र सहस्र पाद उरु जंग भुज आनन हस्त मुख अद्भुतम अद्भुत सहस्र सहस्र मूर्ध मुंड श्रवण कर्ण चक्षि अक्षि चक्षु नासिक नासिका सहस्र सहस्र मौली माला अंबर पोशाक कुंडल कुंडल उल्लसत उद्भासित अनुवाद सहस्र पाद जंग बाहु एवं मुख समन्वित यही असाधारण पुरुष रूप को भक्त माने दिव्य नेत्र दर्शन करते जो सहस्र चक्षु सहस्र भाव इत्यादि अच्छी भगवान केवल दिव्य भक्त मान दिव्य चक्र देखिपारे भौत देखिपारे से शरीर में हजार हजार शिर कर्ण चक्षु एवं नासिका अच्छी सेगुड़िक हजार हजार शिरभूषा एवं कुंडल भूषित होती अनेक माला धारण कर तेणु से रूपटा से कहते विराट रूपटा ये हजार हजार चक्षु हजार हजार नासिका हजार जंघ हजार हस्त इत्यादि इत्यादि एवं ताकर हजार शिरभूषा अच्छी मुकुट अच्छी इत्यादि इत्यादि से रूपकथा कौशल आम मानकर जड़ इंद्रिय साहाय्य आम मैंने दिव्य पुरुष किसी ही देखिपर ना आम मानकर जड़ इंद्रिय को प्रेममयी भगवत सेवा द्वारा परिशुद्ध करने पड़ो तेणु आमको प्रथम आम चक्षु कर्ण इत्यादि जो जड़ ताकि कौन करा पड़ो चिन्मय करा पड़ो कि भगवान सेवा लगे भगवान सेवा लगे चिन्मय जमती गोटे लुहा गोटे चुंबकर स्पर्श बारंबार आसे से लुहाटा भी चुंबक परिणत हो जाए से भाव में आमर कौन कर जड़ चक्षु हस्त हस्तपद इंद्रिय गुड़िक जदि जड़ जदि हम कृष्ण सेवा लगेगा सी धीरे धीरे कौन हम दिव्य होमती आम कहुई पद्मपुराण कहुई अतः श्रीकृष्ण नामादि न भगवते ग्राह्यमेन्द्रिय सेवान्मुख जुहाद स्वयं एवं स्फुरति जदि बा जो भगवान नाम ये जड़ेन्द्रिय माध्यम ग्रहण करा असंभव हुए जदि आपको सेवा जीवा द्वारा बारंबार आस्वादन करा जाए ताले कौन दिव्य परिणत हो स्वयं एवं स्फुरति ये इंद्रिय मान माध्यम से कौन हम स्फुरण घटे ताहले जाई भगवान स्वयं दर्शन देवे वेदरे यह स्वीकार अच्छी दिव्य पुरुष भगवान केवल शुद्ध ब्रह्मयी सेवा जीव को निकट को टाणी नहीं पारे एवं केवल भक्ति ही प्रकट कर भक्ति माध्यम प्रकट कर भक्ति शब्द अर्थ सेवा पूजा भगवान द्वारा एवं ये सेवा पूजा माध्यम कौन कर हृदय कौन कर हृदय कौन कर हृदय कौन कर परिशोधन कर परिशोधन हमार एकमात्र उपाय हूँ भगवान सेवा पूजा द्वारा ब्रह्म संहिता कहुई जो मान चक्षु प्रेमांजन पूरित होइछि सेमाने ही केवल भगवान देखी पारती ब्रह्म से ब्रह्मा कहते ब्रह्मा सृष्टि हेले से कौन कर भगवान जमी देखिले से गाउछन्ति प्रेमांजन छुरित भक्ति विलोचन सत सदैव हृदय विलोकयन्ति हृदय विलोकयन्ति प्रेम रूप अंजन प्रेम रूपक अंजन बा प्रेम मान कहले भक्ति रूपक अंजन अंजन लगे आखिरे ताले कौन भगवान दर्शन देवे केमती ना सत सदैव हृदय विलोकयन्ति सत माने हृदय देखिए अनुभव विद्या अनुभव करिए सत सदैव हृदय विलोकयन्ति जंग श्याम सुंदरम अचिंत स्वरूपम जी होचंदी श्याम सुंदर अचिंत गुण स्वरूप तंग गोविंदम तम भजान गोविंद को भजन करुच्ची तम भजान से भजन कर तेणु कौन कर से कहते प्रेमांजन छुरित भक्ति विलोचन प्रेम रूप अंजन द्वारा भक्ति हृदय कौन कर भगवान देखिपार तेणु जो भक्त भगवान चक्षु प्रेमांजन जो तेणु जो भक्त मान चक्षु प्रेमांजन छुरित
ହେଉଛି ବା ପ୍ରେମାନ ରୂପକ ଅଞ୍ଜନରେ ପୂରିତ ହୋଇଛି ଏବଂ ସେମାନେ ଦିବ୍ୟ ଚକ୍ଷୁରେ ଭଗବାନ ଦେଖିପାରୁଛନ୍ତି। କେବଳ ସେଇମାନଙ୍କ ଠାରୁ ଆମେମାନେ କେବଳ କ'ଣ ଭଗବାନଙ୍କ ଦିବ୍ୟ ରୂପ ସମ୍ବନ୍ଧରେ ପ୍ରକୃତ ତଥ୍ୟ ଜାଣିପାରିବା। ତେଣୁ ଆମକୁ ଜାଣିବାର ଉପାୟ କିଏ? ନା ଯିଏ ଦିବ୍ୟ ଚକ୍ଷୁ ମାଧ୍ୟମରେ ପ୍ରେମ ରୂପ ଅଞ୍ଜନ ଦ୍ୱାରା ବୋଳିଛନ୍ତି ଆଖିରେ ଏବଂ ଭଗବାନ ଦେଖୁଛନ୍ତି, ତାଙ୍କଠୁ ଆମେ ଗ୍ରହଣ କରିବା ଉଚିତ ଅଛି, ତଥ୍ୟ ଜାଣିପାରିବା ଏବଂ ତାଙ୍କର ଦିବ୍ୟ ରୂପ ସମ୍ବନ୍ଧୀୟ ବର୍ଣ୍ଣନା ଜାଣିପାରିବା। ଭୌତିକ ଜଗତରେ ଆମେମାନେ ସର୍ବଦା ସବୁ ଜିନିଷ ଆମ ଚକ୍ଷୁ ସାହାଯ୍ୟରେ ଦେଖିପାରୁନାହୁଁ। ଦେଖିପାରୁଛ କି? ସବୁ ଜିନିଷ ଦେଖିପାରୁଛ, ଅନୁକୁ ଦେଖିପାରୁଛ? କିନ୍ତୁ ଯେଉଁମାନେ ବାସ୍ତବରେ ସ୍ୱନେତ୍ରରେ ଦର୍ଶନ କରିଛନ୍ତି ବା ନିଜେ କାର୍ଯ୍ୟ ସମ୍ପାଦନ କରିଛନ୍ତି, ସେଇମାନଙ୍କ ଜରିଆରେ ଆମେମାନେ ଜ୍ଞାନ ଲାଭ କରିବା। ହରେ କୃଷ୍ଣ, ତମେ ଅଛ ଏଇଠି? ତମେ ଓକେ, କ୍ଲାସ୍ ଚାଲିଛି। ତେଣୁ ଯଦି ପାର୍ଥିବ ବସ୍ତୁ ସମ୍ବନ୍ଧରେ ଏଇ ନୀତି ପ୍ରଯୁଜ୍ୟ, ଆସି କ'ଣ କହୁଛନ୍ତି ଆଉ ଥରେ, ଯେ କିନ୍ତୁ ଯେଉଁମାନେ ବାସ୍ତବରେ ସ୍ୱନେତ୍ରରେ ଦର୍ଶନ କରିଛନ୍ତି ବା ନିଜେ କାର୍ଯ୍ୟ ସମ୍ପାଦନ କରିଛନ୍ତି, ସେଇମାନଙ୍କ ଜରିଆରେ ଆମେମାନେ ଜ୍ଞାନ ଲାଭ କରିବା ବା ସମ୍ବନ୍ଧୀୟ ତଥ୍ୟ ଜାଣିପାରିବା। ମନେକର ମୁଁ ଆମେରିକା ଯାଇଛି, ମୁଁ ଯେପରି ଆସିକି ସଠିକ ଭାବରେ ବର୍ଣ୍ଣନା କରିପାରୁଛି ଯେମିତି ଆମେରିକା, ଜଣେ ବହି ପଢି ସେମିତି ବର୍ଣ୍ଣନା କରିପାରିବ କି? ଏଇଟା ଭୌତିକ ଜଗତରେ ମାନେ ପ୍ରଯୁଜ୍ୟ। କାରଣ ଗୋଟେ ଭୌତିକ ଜଗତରେ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରିବା, ଇଏ କ'ଣ ଜାଣି ଚାଲ ଯିବା, ସେ ଯାଇ କଟକରୁ ଫେରିଛନ୍ତି, କଟକରେ ଥିଲେ 10 ବର୍ଷ, ତାଙ୍କଠୁ ଜ୍ଞାନ ଆହରଣ କରିବା ନା ନାଇଁ, ବା ଆମେରିକାରେ ଥିଲେ 10 ବର୍ଷ, ତାଙ୍କୁ ଜ୍ଞାନ ଆହରଣ କରିବା। କିନ୍ତୁ ଏ ଯୋଉ ଆଧ୍ୟାତ୍ମିକ ବିଦ୍ୟାରେ ସେମିତି ମଧ୍ୟ ଆପଣ ଯେତେବେଳେ ଯାହାଠୁ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରିବେ, ସେତେବେଳେ କ'ଣ କରିବେ, ଯିଏ ଦର୍ଶନ କରିଛି, ଭଗବତ ଦର୍ଶନ କରିଛି, ଆତ୍ମ ଉପଲବ୍ଧି କରିଛି, ମୁଁ କହୁଥିଲି ସବୁବେଳେ, ଯେ ଆତ୍ମ ଉପଲବ୍ଧି କରି ସବୁ ଜାଣିଛି, ତାଙ୍କରି ପାଖକୁ ଯିବାକୁ ପଡ଼ିବ, ଯେ ନିଜେ ପ୍ରାକ୍ଟିକାଲ କରି ଜୀବନରେ କରିଛି। ଯଦି ପାର୍ଥିବ ବସ୍ତୁ ସମ୍ବନ୍ଧରେ ଏ ନୀତି ପ୍ରଯୁଜ୍ୟ, ତାହେଲେ ଦିବ୍ୟ ବସ୍ତୁ ସମ୍ବନ୍ଧରେ ଏହାର ଅଧିକ ଭାବରେ ପ୍ରଯୁଜ୍ୟ ହେବା ଉଚିତ। ତେଣୁ ଧୈର୍ଯ୍ୟ ଏବଂ ଅଧ୍ୟବସାୟୀ ସାହାଯ୍ୟରେ ଆମେମାନେ ହୃଦୟ ଅଦୃଶ୍ୟତ୍ୱ ଭଗବାନଙ୍କର ସମ୍ବନ୍ଧୀୟ ତଥ୍ୟ ଏବଂ ତାଙ୍କର ବିଭିନ୍ନ ରୂପ ସମ୍ବନ୍ଧୀୟ ତଥ୍ୟ ଅନୁଭବ କରିପାରିବା। ତେଣୁ କରିପାରିବା, ପଢ଼ିକିରି କରିପାରିବା। ନବାଗତଙ୍କ ନିମିତ୍ତ ସେ ରୂପହୀନ ଅରୂପ କିନ୍ତୁ ଦକ୍ଷ ସବୁ ପ୍ରକାର ସେ ଦିବ୍ୟ ଅଟନ୍ତି। ନବାଗତ ଭକ୍ତ ସେ କହିବ ଭଗବାନ ନାହାନ୍ତି, ଭଗବାନ ଅରୂପ ସେ କହିବ, କିନ୍ତୁ ଯିଏ ପ୍ରକୃତ କ'ଣ କରିବ, ଦକ୍ଷ ସେବକ, ସିଏ କ'ଣ କରିବ ନା ରୂପ, ଭଗବାନ ରୂପ ଅଛି, ସେ ହିଁ ପ୍ରକୃତ ଜ୍ଞାନ ଦେଇପାରିବ। ତେଣୁ ନବାଗତ ଭକ୍ତକୁ ଶୁଣିବା ଦରକାର ନାହିଁ। ଯେ ପ୍ରକୃତ ସେବକ, ଯିଏ ପ୍ରକୃତ ଭଗବାନ ପ୍ରେମ ହିସାବରେ ଲାଗିଛି, ତାରି ମାଧ୍ୟମରେ ଆମେ କ'ଣ କରିବା ଦର୍ଶନ କରିବା, କାହାକୁ? ଭଗବାନ ଦର୍ଶନ କରିବା। ତେଣୁ ତାରି କଥା ଆମେ ଶୁଣିବା। ଏଇଭଳି ଭାବରେ କହିଲେ। ଆଚ୍ଛା, ଆପଣ ମାନଙ୍କର ଡାଉଟ୍ କ୍ଲିୟର ତ? ବର୍ତ୍ତମାନ କ'ଣ ଚାଲିଛି? ପୁରୁଷାବତାର ଚାଲିଛି ହେଲା, ବର୍ତ୍ତମାନ ପୁରୁଷାବତାର ଚାଲିଛି। ଡାଉଟ୍ କ୍ଲିୟର ତ? ହରେ କୃଷ୍ଣ ମହାରାଜ। ମହାରାଜ, ଯୋଉ ଆପଣ କହିଲେ ଭୂତ ପ୍ରକୃତି ଗଠିତ ପୁରୁଷର ହାଡ, ଆଉଥରେ କହିଲେ, ଶୁଣିପାରିଲେନି ଠିକ ସେ। କ'ଣ ହେଲା? ଶୁଣିପାରିଲିନି ଠିକ ସେ, ଟିକେ କହିଲେ। କ'ଣଟା? ଯୋଉ ଭୂତ ପ୍ରକୃତି ଗଠିତ ହଉଛି ପୁରୁଷର ହାଡ ଆଉ ମହିଳା। ମୁଁ କହିବା କଥା ଯେ ଉପାଦାନ, ମୁଁ ଉପମା ଦଉଥିଲି, ମାନେ ଗୋଟେ ସନ୍ତାନ ସମ୍ଭବ ହେବା ପାଇଁ ପୁରୁଷର କ'ଣ ଅଛି, ପୁରୁଷର ବୀର୍ଯ୍ୟରେ କ'ଣ ଅଛି, ହାଡର ଉପାଦାନ ଗୁଡାକ ଅଛି, ଏବଂ ସ୍ତ୍ରୀର ରଜରେ କ'ଣ ଅଛି, ମାଂସ ଉପାଦାନ ଅଛି। ତେଣୁ ଉଭୟ ସଂଯୁକ୍ତ ହଉଛନ୍ତି, ସେତେବେଳେ କ'ଣ ହଉଛନ୍ତି ନା ଗୋଟେ କ'ଣ କରୁଛନ୍ତି, ଗୋଟେ ମାଟି ପିଣ୍ଡ ତିଆରି କରୁଛନ୍ତି। ତେଣୁ ଯେତେବେଳେ କ'ଣ ହୁଏ ନା, ଯେପର୍ଯ୍ୟନ୍ତ ଗୋଟେ ଆତ୍ମା ସେଠି ପ୍ରବେଶ କରୁନି, ସେତେବେଳେ କେବେ ହେଲେ କ'ଣ ହବ ନା, ଏ ଦିଟାଙ୍କ ସମ୍ମିଶ୍ରଣ ହେଲେ ମଧ୍ୟ ଗୋଟେ ସମ୍ଭବ ଶିଶୁ ସମ୍ଭବ ହେଇପାରିବ ନାହିଁ। ସେଭଳି ଭାବରେ ମହତ୍ତ୍ୱର ଉପାଦାନ ଅଛି, ଭୌତିକ ଉପାଦାନ ଅଛି ହେଲା। ଭଗବାନ ତ ତାର ଇଚ୍ଛା ପ୍ରଦାନ କରୁନାହାନ୍ତି, ତାକୁ ସଜୀବନ କରି ଯେତେବେଳେ ଚାହିଁବେ ସେତେବେଳେ ସେ କ'ଣ ହବ ସମ୍ଭବ ହବ, ସେତେବେଳେ ସମ୍ଭବ ହବ, ବିସ୍ତାର ହବ। ସେଇ କଥା ମୁଁ କହୁଥିଲି ହେଲା, ଏଇ କଥା କହୁଛି, ବୁଝିଲ? ବୁଝିଲ ତ? ବୁଝିଲ ତ?
ଆଜ୍ଞା। ହଉ। ଆଉ କାହାର ଡାଉଟ୍ ଅଛି, ସନ୍ଦେହ ଅଛି ମନରେ? ତାପରେ ଆମେ 5 ନମ୍ବର ଶ୍ଲୋକକୁ ଯିବା। ଚାଲ। एतनानावताराणां निधानं बीजमभयं यस्यांसांसेन सृजन्ते देवतिर्जं नरादयः। श्लोक अनुवाद। एतत् ଏହି ମାନେ এই ରୂପ ନାନା ନାନା ପ୍ରକାର ଅବତାରଣାଂ ଅବତାର ମାନଙ୍କର ନିଧାନ କେନ୍ଦ୍ର ବା ଉତ୍ପତ୍ତି ସ୍ଥଳ ବୀଜం ବୀଜ ଅବୟମ ଅବୟ ଯସ୍ୟ ଯାହାର अंश अंश अंशेन अंशर अंश सृजन्ते सृष्टि करन्ति तापरे देव देवतागण तिर्यक पशुगण नरादय मनुष्यादिगण। अनुवाद यही रूप बा द्वितीय पुरुषावतार विश्व में प्रकटित होतिबा असंख्य अवतार मान उत्स अटंती एवं विनाशी अविनाशी बीज अटंती एवं यही रूपर अंशरु एवं अंशर अंशरु देवता मनुष्य तथा अन्य विभिन्न जीव उत्पन्न होती। वर्तमान श्लोक कहते द्वितीय पुरुषावतार कहते द्वितीय पुरुषावतार किए गर्भोदय विष्णु ठारू कौन आसूची असंख्य अवतार मान आसुच्चंती सी हूँ अविनाशी बीज अटंती कि गर्भोदय विष्णु से बीज मूल अटंती एवं यही रूपर अंश को अंशरु एवं अंशर अंशरु देवता मनुष्य अटंती। तेणु बर्तमान समर सृष्टि कौट कौट बाहरी से कहते द्वितीय पुरुषावतार जे होती गर्भोदय विष्णु कौन आसूची जे असंख्य कौन अवतार मान आसुच्चंती एवं सी हूँ अविनाशी बीज के द्वितीय पुरुषावतार अंशरु अंश देवता मनुष्य मध्य माने उत्पत्ति होती कहते ये गोटे मतांतर अच्छी कई कई कहते क्षीरोदक साई विष्णु ठाकुर आसुच्चंती कौन चैतन्य चेतामृत कहुई क्षीरोदक साई विष्णु ठाकुर आसुच्चंती कौन अवतार समय आसुच्चंती ये कहते नहीं गर्भोदक साई विष्णु ठाकुर अवतार आसुच्चंती कौन एत किसी एत विचलित हबार ना ये मतांतर मतभेद अच्छी तेणु अवतार मानकर उत्स होती पुरुषावतार ये भाव ग्रहण कर जो मतभेद मतांतर अच्छी से कौन कर गोटे एवरेज कथा ग्रहण करके पड़ेगा भावार्थ महत्त्व असंख्य ब्रह्मांड सृष्टि कला पुरुष प्रत्येक ब्रह्मांड मध्य द्वितीय पुरुषावतार गर्भोदय विष्णु पर प्रवेश करते महत्त्व असंख्य ब्रह्मांड सृष्टि महत्त्व चित्त आकाश महत्त्व अच्छी असंख्य ब्रह्मांड सृष्टि है प्रत्येक ब्रह्मांड में द्वितीय पुरुषावतार गर्भोदय विष्णु प्रवेश कले जितेबाला से देखिले ब्रह्मांड मध्य केवल अंधकार और शून्यता भरपूर हो रही विश्राम स्थान ना से ब्रह्मांड अध्यक्ष निज शरीर निश्चित घर्म जल परिपूर्ण करी से शयन कले अंडाटा अंडाटा जो अंडा भाषुची कौन भगवान पशिले निज देहरु जल बाहर कले कौन झाड़ बाहर करी अर्धक पूर्ण कले श्रीमंत कहते यही जल को गर्भोदक बोली कह जाए यही जलटा हूँ गर्भोदक जल जोटि की पृथ्वी गली पड़ता अंडा भितर अंडा बाहर जाए हरे कृष्ण धारणा कर पृथ्वी गली गली पड़ा ये गली पड़ता ये गर्भोदक गली पड़ता तेणु गर्भोदक क्या कह जाए ना गर्भोदक हूँ ब्रह्मांड भितर भगवान गर्भोदय विष्णु प्रवेश कले प्रवेश कला से कौन निजर देह झाड़ बाहर कर अर्धक पूर्ण कले से शयन कले तत्पर नाभि देश एक पद्मनाड़ उत्पन्न है पद्म पुष्पर श्री ब्रह्माजी जन्म है श्री ब्रह्माजी होती विश्व सर्जन मुख्य जंत्री श्री ब्रह्माजी ब्रह्मांडर जंत्री हेले एवं भगवान निजे श्री विष्णु रूप ब्रह्मांडर परिपालना कले श्री शिवजी प्रकृतिर रजगुण जात एवं से विष्णु सतगुण प्रभु हेले श्री विष्णु सर्वदा समस्त भौतिक गुण ऊर्धे भौतिक स्नेह दूरे था यह पूर्व कह श्री ब्रह्माजी ठारू रुद्र जात हेले जे कि तम गुणर दायित्व ने भगवान इच्छा
ଅନୁଯାୟୀ ସେ ସମସ୍ତ ଦୃଶ୍ୟ ଜଗତକୁ ଧ୍ୱଂସ କଲେ। କିଏ? ଶିବଜୀ। ତେଣୁ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଇଏ ତିନି ଜଣ ଗର୍ଭୋଦକଶାହୀ ବିଷ୍ଣୁଙ୍କର ଅବତାର ଅଟନ୍ତି। କୋଉଠୁ? ନା ଗର୍ଭୋଦକଶାହୀ ବିଷ୍ଣୁ ଅବତାର ଅଟନ୍ତି। ବ୍ରହ୍ମାଙ୍କ ଠାରୁ ଦକ୍ଷ, ମରିଚି ଆଦି ଦେବ ମନୁ ଦେବଗଣ ମନୁ ଏବଂ ଆହୁରି ଅନେକ ଉତ୍ପନ୍ନ ହେଲେ। ଏମାନେ ବ୍ରହ୍ମାଣ୍ଡରେ ଜୀବ ସୃଷ୍ଟି କରିବା ନିମିତ୍ତ ଉତ୍ପନ୍ନ ହେଲେ। ବେଦରେ ଏକ ଗର୍ଭ ସ୍ତୁତି ଅଛି। ଏଥିରେ ଗର୍ଭୋଦକଶାହୀ ବିଷ୍ଣୁଙ୍କ ସ୍ତୁତି କରାଯାଇଅଛି। ଏହି ସ୍ତୁତିର ପ୍ରାରମ୍ଭରେ କୁହାଯାଇଛି ଭଗବାନ ବିଷ୍ଣୁଙ୍କର ସହସ୍ର ସହସ୍ର ମସ୍ତକ ଅଛି। ସେ ଗର୍ଭୋଦକ ଶୟରେ ଶୟନ କରିଥିବାରୁ ପ୍ରତୀୟମାନ ହୁଅନ୍ତି, ତଥାପି ସେ ସର୍ବଦା ଉର୍ଦ୍ଧ୍ୱରେ ଥାନ୍ତି। ଏହା ମଧ୍ୟ ପୂର୍ବରୁ କୁହାଯାଇଛି। ଗର୍ଭୋଦକଶାହୀ ବିଷ୍ଣୁଙ୍କର ଅଂଶ ବିଷ୍ଣୁ ଜାଗତିକ ଜୀବନର ପରମାତ୍ମା ଅଟନ୍ତି। ସେ ଏ ବ୍ରହ୍ମାଣ୍ଡର ପରିପାଳକ ବା କ୍ଷୀରୋଦକଶାହୀ ବିଷ୍ଣୁ ରୂପରେ ବିଦିତ ହୁଅନ୍ତି। କ୍ଷୀରୋଦକଶାହୀ ବିଷ୍ଣୁ ପରିପାଳକ ସଂସାରକୁ। ଏହିପରି ଭାବରେ ଆଦି ପୁରୁଷଙ୍କ ତିନୋଟି ପ୍ରତୀକ କୁହାଯାଏ। ଏ ବ୍ରହ୍ମାଣ୍ଡରେ ଯେତେ ଅବତାର ପ୍ରକଟ ହୁଅନ୍ତି ସେମାନେ ସମସ୍ତେ କ୍ଷୀରୋଦକଶାହୀ ବିଷ୍ଣୁରେ ଆସନ୍ତି। ଏଇଟା ଆସିଲା ମତଭେଦ। ଦେଖିଲ, ସେଠି କହିଲେ ଗର୍ଭୋଦକଶାହୀ ବିଷ୍ଣୁ ଆସେ, କହିଲେ କ୍ଷୀରୋଦକଶାହୀ ଆସନ୍ତି। ଏଇ ମତଭେଦ। ତମେ ଆକୁ ଆପଣ ଧରିବେ କଣ? ଏଇ ବିଷ୍ଣୁ ମାନେ ଆସନ୍ତି ଆଉ। ଆଚ୍ଛା, ହରେ କୃଷ୍ଣ। ଏଇଟା ଆସିଲା ମତଭେଦ ସାଙ୍ଗେ ସାଙ୍ଗେ। ମୁଁ କହୁନଥିଲି ଆଗରେ ମତଭେଦ ଆସିବ। ତେଣୁ ଆପଣ ମାନେ ଏଇ ମତଭେଦକୁ କଣ କରିବେ? ଏଇଭଳି ଭାବରେ ଗ୍ରହଣ କରିବେ। ମାନେ ସେଇ ଅନୁବାଦରେ ବି ଆଉ ଭାବାର୍ଥରେ ଦୁଇଟା ମତଭେଦ ଆସିଯାଉଛି। ଏତେ ବିଚଳିତ ହେବାର ନାହିଁ। କିଏ କହୁଛି ଏଠୁ ଆସେ, କିଏ ସେଇଠୁ ଆସେ। ହରେ କୃଷ୍ଣ। ହରେ କୃଷ୍ଣ ମହାରାଜ। ମହାରାଜ, ସବୁ ଯୋଉ ଜୀବାତ୍ମାଙ୍କ ମଧ୍ୟରେ ଯୋଉ କହୁଛନ୍ତି ପରମାତ୍ମା ଅଛନ୍ତି, ସେ ପରମାତ୍ମା କୋଉ ବିଷ୍ଣୁଙ୍କୁ ଯାଉଛନ୍ତି? ଗର୍ଭୋଦକଶାହୀ ନା କ୍ଷୀରୋଦକଶାହୀ ନା ମହାବିଷ୍ଣୁ? ଯୋଉ ପରମାତ୍ମା ରହୁଛନ୍ତି ଗର୍ଭୋଦକଶାହୀ। ସମସ୍ତେ ହୃଦୟ ପ୍ରବେଶ କରୁଛନ୍ତି। ଗର୍ଭୋଦକ। ହରେ କୃଷ୍ଣ ମହାରାଜ, ଗର୍ଭୋଦକ ଏଇଥିପାଇଁ କୁହାଯାଇଛି କାରଣ ସେ ଶମ୍ଭୁ ବ୍ରହ୍ମାଣ୍ଡ ଭିତରକୁ ପ୍ରବେଶ କଲେ ବୋଲି। କିନ୍ତୁ ଆମେ ଯେତିକି ଆଗରୁ ଶୁଣିଛେ ଯେ କ୍ଷୀରୋଦକଶାହୀ ବିଷ୍ଣୁ ପରମାତ୍ମା ରୂପେ ସମସ୍ତଙ୍କ ଜୀବ ଭିତରେ ରହିଲେ ବୋଲି। ଏଇଟା କଣ ଏଇଟା ଡିଫରେନ୍ସ ଇନ ଓପିନିଅନ ହଉଛି କି ନା କଣ? ଆଜ୍ଞା। କ୍ଷୀରୋଦକଶାହୀ ବିଷ୍ଣୁ ସବୁବେଳେ କହିବ, ଗର୍ଭୋଦକଶାହୀ ବିଷ୍ଣୁ କହିବେନି। କ୍ଷୀରୋଦକଶାହୀ ବିଷ୍ଣୁ କହିଲେ ଭଲ। କ୍ଷୀରୋଦକଶାହୀ ବିଷ୍ଣୁ ପରମାତ୍ମାର ବିଦ୍ୟମାନ। ମତାନ୍ତର ଅଛି, ଏଇଥିରେ ଟିକେ ମତଭେଦ ଅଛି। ଏଇଟା ଆପଣଙ୍କ ଆଗରେ ହେଲା ନା ସାଙ୍ଗେ ସାଙ୍ଗେ। ଆଉ କଣ ଅଛି ସନ୍ଦେହ? ଆଉ କିଛି ଅଛି ସନ୍ଦେହ? ହଉ, ଠିକ ଅଛି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ। ଜୟ ଶ୍ରୀ ପ୍ରଭୁପାଦ କି ଜୟ। ଆଜି 3ଟା ଶ୍ଲୋକ ପଳେଇଲା ଆଉ। ଆଜ୍ଞା।